ମହାନ ଗାଳ୍ପିକ ଶ୍ରୀଯୁକ୍ତ ମନୋଜ ଦାସଙ୍କ ରଚିତ ଗଳ୍ପଟିର ବିଷୟ ଶୀର୍ଷକ ଯାଯାବର ପୁତ୍ରର କାହାଣୀ। ଚୌଧୁରୀ ଘରର ନିଶୁନ ପୂଜା ମେଲାଣ, ଯାହା କେବଳ ବର୍ଷକେ ଥରେ ବିଶ୍ୱଜନନୀ ଦୁର୍ଗାଙ୍କୁ ଆଶ୍ରୟ ଦେବା ଲାଗି ନିଦ୍ରାହତ କୁମ୍ଭକର୍ଣ୍ଣ ଭଳି ଝାଲିବାଦ୍ୟ ସାହାଯ୍ୟରେ ସାରା ଗାଁକୁ ଚମକାଇ ଦିଏ, ସେଦିନ ସହସା ଅସମୟରେ ସରଗରମ ହୋଇ ଉଠିଲା। ଏକାବେଳକେ ଏତେ ଗୁଡ଼ାଏ ଅଧାସାଏବୀ ପୋଷାକର ଲୋକଙ୍କୁ ପାରେଶ୍ୱର ଗାଁ ଇତିପୂର୍ବେ କେବେ ପ୍ରତ୍ୟକ୍ଷ କରିନଥିଲା। ପଲଟଣ ପଛେ ପଛେ ଶଗଡ଼ ସବୁରେ ପୁଣି ଏତେ ସାଜ ସରଞ୍ଜାମ। ପୂଜା ଦଲାଣ ଆଗରୁ ଲିପାପୋଛା ସରିଥିଲା। ଦଲାଣ ଭିତରେ ପୁରୁଷମାନେ ଏବଂ ପାଖ ଅଣଓସାରିଆ ଘର, ଯେଉଁଠି ପୂଜାର ରୋଷେଇବାସ ହୁଏ, ତା ଭିତରେ 3-4 ଜଣ ସ୍ତ୍ରୀ ଲୋକ ଓ ବାଳକ ବସା ବାନ୍ଧିଲେ। ଗାଁର ସସଙ୍କୋଚ ପିଲାପିଲିମାନେ କୌତୂହଳୀ ଆଖି ନେଇ ପାଖକୁ ଭିଡ଼ି ଆସିଲେ। ପାରେଶ୍ୱର ଗାଁକୁ ଏଇ ପ୍ରଥମ ଆଗନ୍ତୁକ ଦି ଗ୍ରେଟ୍ ଧନଲକ୍ଷ୍ମୀ ସର୍କସ। ପୂଜା ମେଲାଣ ପଛପଟ ଝରକା ଦେଇ ବଡ଼ ବିନିଷ୍ଟତା ସହକାରେ ଉମି ଦେଖିଲା ଏଇ ଅତିଥିମାନଙ୍କର ଆଗମନ, ଆଉ ଖବର ଦେଲା ଯାଇ ବୋଉ ପାଖରେ। ସର୍କସ ଅର୍ଥାତ୍ ଅଦ୍ଭୁତ ଖେଳ କସରତ। ପଛରେ ପରା ଆହୁରି ବାଘ, ଘୋଡ଼ା ଇତ୍ୟାଦି ବି ଆସିବେ। ଚୌଧୁରୀ ଘରୁ ପିଲାପିଲିଙ୍କ ଭିଡ଼ କ୍ରମେ କମିଗଲା। ସାନ ଚୌଧୁରୀଏ ଶଙ୍ଖନାଦ ବାବୁ ଚିଲେଇଲେ, ଆରେ ବାବୁ ବାବୁଆଣୀମାନେ ଆସି ବିଶ୍ରାମ କରୁଛନ୍ତି, ଅଥଚ ଶଳେ ପିଲେ ଟିକେ ପବନ ଛାଡ଼ିଦେବେ ନାହିଁ। ଆରେ ଯାଅ ଏଠୁ। ଅତିଥିମାନେ ଖାଇ ପିଇ ବିଶ୍ରାମ କରୁ କରୁ ଦ୍ୱିପହର ଟପିଗଲା। ଉମିର ମନ ହେଉଥାଏ ଥରେ କେମିତି ଚୌଧୁରୀ ଘର ଆଡ଼େ ଯାଇ ଦେଖି ଆସନ୍ତା ଖେଳୁଆଡ଼ମାନଙ୍କୁ। ଘରୁ ବାହାରି ଆସିଲା ସିଏ। ଘର ପଛପଟ ପିଜୁଳି ଗଛଟା ଆଡ଼କୁ ଦୈନନ୍ଦିନ ଅଭ୍ୟାସ ଅନୁସାରେ ଚାହିଁ ଚାହିଁ ଆସୁଥାଏ। ଆରେ ବା! ଉମିର ଆଖି ପଡ଼ିଲା ଖୁବ୍ ପାଖରେ ଗୋଟାଏ ମାର୍ବଲ ଗୁଟି ଭଳି ଚିକ୍କଣ ପାଚିଲା ପିଜୁଳି। ଲୁଗାପଟା ସଜାଡ଼ି ସେ ଉଠିଗଲା ଗୋଟିଏ ଧାପ ଗଛ ଉପରକୁ। ଝାଡ଼ବୁଦା ଆଢ଼ୁଆଳରେ ଏ ଜାଗାଟି ତା'ର ଅତି ପ୍ରିୟ। ନିଝୁମ ପଲ୍ଲୀ ମଧ୍ୟାହ୍ନର ଏକସୁରିଆ ସାଇଁ ସାଇଁ ଶବ୍ଦ ଭିତରେ ଉମି କେତେଥର ଏଇଠି ବସି ଗୁଣୁଗୁଣୁ ଗୀତ ଗାଏ। ଗଛମୂଳର ଆଜ୍ଞାବହ ଧୂସର ଶୀତଳ ବାଲିକୁ ନେଇ ମନ ଇଚ୍ଛା ସଂସାର ଗଢ଼େ। ଗଛଟିର କେଶସଜ୍ଜାରେ ନିବିଡ଼ତା ଆଣିଦେଇଛି ଗୋଟାଏ ସୂକ୍ଷ୍ମ ଲତାର ଜାଲ। ଉମି ତା'ର ବହୁ ପରିଚିତ 3 ପାଖୁଡ଼ା ଡାଳ ଉପରେ ଆଉଜି ପଡ଼ି ପିଜୁଳିଟିକୁ କେଉଁ ଦିଗରୁ ପ୍ରଥମେ ଆସ୍ୱାଦନ କରିବ ସେଇ କଥା ଭାବୁଥିଲା। ଆରେ ହେ! ଉମି ଗଛ ଉପରେ ରହିବ କି ତଳକୁ ଆସିବ ବୁଝିପାରୁ ନଥାଏ। କାବା ହୋଇ ଚାହିଁଥାଏ। ମୋତେ ଗୋଟାଏ ଦେବଟି ପିଲା? ଉମି ଯେପରି ବିଶ୍ୱାସ କରିପାରୁ ନଥିଲା। ସର୍କସ ପାଟିସ ଏ ପିଲାକୁ ସେ ଦେଖିଛି। ବୟସ 15-16 ହେବ। ଉମିଠୁ 2-3 ବର୍ଷ ବଡ଼। ଦେହର ବର୍ଣ୍ଣ କଷି ଲେମ୍ବୁପତ୍ର ଭଳି ସ୍ୱଚ୍ଛ। ପତଲୁନଟାକୁ ମୋଡ଼ୁ ମୋଡ଼ୁ ସେ ପୁଣି ପଚାରିଲା, ଏ ଗଛଟା ତୁମର, ନୁହେଁ? ଉମି ଗଛ ଉପରୁ ଓହ୍ଲାଇ ଆସିଲା ଆଉ ବଡ଼ ସଙ୍କୋଚ ସହକାରେ ପିଜୁଳିଟି ବଢ଼ାଇ ଦେଲା। ତୁମେ ଖାଇବନି? ନା। ସୂଚକ ମୁଣ୍ଡ ହଲାଇଲା ଉମି। ଆଚ୍ଛା ହଉ। ଆଗନ୍ତୁକ ସର୍କସ ପିଲା ପିଜୁଳି ଗୋଟାକ ଏକାଥରେ ପାଟିରେ ପୂରାଇ ଉଠିଗଲା ଗଛ ଉପରକୁ। ପାଚିଲା କଞ୍ଚା ନିର୍ବିଶେଷରେ 4-5ଟା ପକେଟରେ ପୂରାଇ ସେ ଆହୁରି ଉପରକୁ ଉଠିବାକୁ ଆରମ୍ଭ କଲା। ଉମି ଏତେବେଳେ ଅପ୍ରସ୍ତୁତ ଭାବରେ ପାଟି ଫିଟାଇଲା, ସେଆଡ଼େ ଯାଅ ନା, ବିରୁଡ଼ି ବସା ଅଛି। ଆରେ ବାପରେ! ପିଲାଟା ଏକାବେଳକେ ଗଛ ଉପରୁ ଡେଇଁ ପଡ଼ିଲା ଉମିର ଗୋଡ଼ ପାଖକୁ, ଆଉ ତାରି କାନ୍ଧ ଜୋରରେ ଧରି ପକାଇ ନିଜର ଭାର ସମ୍ଭାଳି ନେଲା। ଚମତ୍କାର ମିଠା ତ! ଏ ତୁମରି ଗଛ? ତୁମ ଘର କେଉଁଠି? ହଁ, ତୁମ ନାଁ କ'ଣ? ଏକାଥରକେ ଗୁଡ଼ାଏ ପ୍ରଶ୍ନ। ଉମି ଘର ଆଡ଼କୁ ଆଙ୍ଗୁଳି ଦେଖାଇ ଦେଲା ଆଉ କହିଲା, ମୋ ନାଁ ଉମାରାଣୀ। ଉମାରାଣୀ? ଆମ ଦଳରେ ସେଇ ଯେଉଁ ମୋଟା ମାଇକିନିଆଟା ନାହିଁ, ଯାହାର ଦାନ୍ତଟା ମାନ ଏତେ ବଡ଼ ମ, ତା'ର ନାଁ ହେଉଛି ଶୋଭାରାଣୀ। ଉମିକୁ ବଡ଼ ଅଦ୍ଭୁତ ଲାଗୁଥାଏ। ସର୍କସ ପାର୍ଟିର ରହସ୍ୟମୟ ମଣିଷମାନେ ପୁଣି ଏତେ ସହଜ ଭାବରେ ମିଳାମିଶା କରିପାରନ୍ତି। ଆଚ୍ଛା, ତୁମ ଘର ଏଇ ପାଖରେ ନା? ଚାଲ ନା, ପାଣି ପିଇବି। ଆଉ ଘରେ ଅଛି କିଏ? ବୋଉ ଅଛି, କହି ଉମି ଆଗେ ଆଗେ ଚାଲିଲା। ବୋଉ ପାଖରେ ଅପରିଚିତ ଅଥଚ ତା'ର
ପରିଚିତ କୌଣସି ବ୍ୟକ୍ତିଙ୍କି ନେଇ ଘରକୁ ଯିବା ଜୀବନରେ ଏଇ ତାର ପ୍ରଥମ। ପୁଣି ସର୍କସ୍ ପାର୍ଟିର ଲୋକ। ଉମି ମନରେ ଆନନ୍ଦ ଆଉ ଅଧୀରତା ସମତା ରଖିପାରୁ ନଥିଲେ। ଘରେ ପହଞ୍ଚି ବୋଉ ଆୟାସରେ କଷ୍ଟ ସଂଯତ କରି ବୋଉ ଏ ବୋଉ ଡାକି ଉମି ଦୌଡ଼ିଗଲା ଘର ଭିତରକୁ। ଆଉ ମା ପାଖରେ କ'ଣ ବୋଲି କହି ଆଗନ୍ତୁକର ପରିଚିତ ଆରମ୍ଭ କରିବ ସେ କଥା ଠଉରାଇ ନ ପାରି ବଡ଼ ଅଡ଼ୁଆରେ ପଡ଼ିଲା। ସର୍କସ୍ ରାଇଜର ଅଲୌକିକ ଏକ ସୁନ୍ଦର ଜୀବକୁ ସେ ତା'ର କୁଡ଼ିଆକୁ ନେଇ ଆସିପାରିଛି। ଏତେ ବଡ଼ କୃତିତ୍ୱକୁ ବୋଉ କ'ଣ ସହଜେ ପରତେ ଯିବ? ପରିଚୟ ଅବଶ୍ୟ କ୍ରମେ ଗାଢ଼ ହେଲା। ସାଜସଜା ଇତ୍ୟାଦି ଶେଷ ହୋଇ ସର୍କସ୍ ଆରମ୍ଭ ହେବାକୁ ଯେଉଁ 2-3 ଦିନ ଡେରି ହେଲା, ତହିଁର ଅଧିକାଂଶ ସମୟ ମାଷ୍ଟର ପଲ୍ଟୁର କଟିଛି ଉମି ଘରେ। ଉମି ବୋଉର ସ୍ନେହଶୀଳ ଅନ୍ତରରେ ଏକ ସୁରକ୍ଷିତ ଆସନ ଅଧିକାର କରିଛି ମାଷ୍ଟର ପଲ୍ଟୁ। ତା'ର ଯାଯାବର ଜୀବନର ବହୁ ବିସ୍ମୟକର ବହୁ ତିକ୍ତ ଅଭିଜ୍ଞତା ଘଣ୍ଟା ପରେ ଘଣ୍ଟା ବଡ଼ ହାଲକା ହସି ହସି ସାବଳୀଳ ଭାବରେ କହିଚାଲେ ସେ। ଧନଲକ୍ଷ୍ମୀ ସର୍କସ୍ ଯେତେବେଳେ ପ୍ରଥମେ ଆରମ୍ଭ ହୁଏ ସେତେବେଳେ ପଲ୍ଟୁର ବାପା ଥିଲେ ଜଣେ ମ୍ୟାନେଜର। ସର୍କସ୍ର ଜଣେ ଅଧା ବିଦେଶିନୀ ମହିଳା ସହ ମ୍ୟାନେଜରଙ୍କର ବିବାହ ହୁଏ। ପଲ୍ଟୁର ଜନ୍ମର ଅଳ୍ପ କାଳ ପରେ ତା'ର ବାପା ସର୍କସ୍ର ମାଲିକ ସହ ଗୋଳମାଳ କରି କର୍ଣ୍ଣାଟିଜ୍ ସର୍କସ୍କୁ ପଳାଇଗଲା ଓ ସେଠାରେ କୁଆଡ଼େ ନୂଆ କରି ବାହା ହେଲା। ଏଣେ ମା'ର ଅନିଚ୍ଛା ସତ୍ତ୍ୱେ ସର୍କସ୍ ମାଲିକ ପଲ୍ଟୁକୁ କଷ୍ଟ ଶିଖାଇଲେ ପିଲା କାଳଠୁ। କେତେ ବର୍ଷ ତଳେ ମା' ବି ତା'ର ମରିଯାଇଛି। କେତେ ପ୍ରଦେଶର କେତେ ରକମର ଭାଷା ମିଶାଇ ପିଲାଟି କଥା କୁହେ। ବକଟେ ଏକ ଯାଯାବର ଜୀବନର ଅଜସ୍ର ଘାତ ପ୍ରତିଘାତର ଲୋମହର୍ଷକ କାହାଣୀ ଉମି ଆଉ ତା'ର ବୋଉ ମନରେ ଯେଉଁ ଆଲୋଡ଼ନ ତୋଳେ, ତା ଭିତରେ ବୁଭୁକ୍ଷୁ ପଲ୍ଟୁ ଖୋଜିପାଏ ଅନାସ୍ୱାଦିତ ପୂର୍ବ ତୃପ୍ତି। ଦୀର୍ଘ ସମୟ ଅନୁପସ୍ଥିତି ଯୋଗୁଁ ରିଙ୍ଗ୍ ମାଷ୍ଟର ଆଉ ମ୍ୟାନେଜର ଚିଡ଼ିମିଡ଼ି ହୁଅନ୍ତି। ଗେଟ୍ କିପର ବୁଢ଼ା ସନ୍ନ୍ୟାସୀ ଯାଇ ଡାକି ଆଣେ ତାକୁ। ଟିକିଏ ଦୁଧ ପିଇ ଦେଇ ଯାଅ ବାପା। ଉମି ବୋଉ ପାଖରେ କିଛି ସମୟ କସରତ ଅଭ୍ୟାସର ହାଡ଼ଭଙ୍ଗା କଷ୍ଟ ଭୁଲି ରହିଯାଏ ପଲ୍ଟୁ। ଆଉ ଉମିକୁ କହେ, ତୁ ସର୍କସ୍ରେ ରହିବୁ ଉମି, କେତେ ସହର କେତେ ଦେଶ। ଉମି ଲଜ୍ଜାରେ ମୁହଁ ଲୁଚାଏ। ସେଦିନ ସର୍କସ୍ର ଶୁଭାରମ୍ଭ। ଘଣ୍ଟାଏ ଆଗରୁ ଡ୍ରମ୍, କ୍ଲୋରିନେଟ୍ ପ୍ରଭୃତି ସହଯୋଗେ ଆବାହନୀ ଆରମ୍ଭ ହେଲା। ଏ ଅଞ୍ଚଳରେ ଏଇ ପ୍ରଥମ। ତେଣୁ ଦୂର ଦୂରାନ୍ତରରୁ ଦର୍ଶକ ଭିଡ଼ କରି ଆସିଲେ। ପାରେଶ୍ୱର ଗାଁ ହେଲା ଲୋକାରଣ୍ୟ। ସାନ ଚୌଧୁରୀ ବିପୁଳ ନିଶହଳକ ଚହଟାଇ ଇତସ୍ତତଃ ବିଚରଣ କରିବାକୁ ଲାଗିଲେ। ଯିମିତି ଭାଗୀରଥ ବନି ସିଏ ହିଁ ସର୍କସ୍କୁ ଆହ୍ୱାନ କରି ନେଇ ଆସିଛନ୍ତି। କାଳୀ କନ୍ୟାର ଅଭିସାର ଭଳି ଗାଁ ଗହଳିର ସଞ୍ଜକ୍ରମେ ସଲଜ ପଦପାତରେ ଧୀରେ ଧୀରେ ଅନ୍ତରଙ୍ଗ ହୋଇ ଆସୁଥିଲା। ଆକାଶର ସମୁଦ୍ରରେ ଦିଗହରା ପୁଳାଏ ମେଘର ନାବ ଉପରେ ଦୃଷ୍ଟି ନିବଦ୍ଧ କରି ବସିଥିଲା ଉମି। ପଲ୍ଟୁ ଡାକିଲା ହଠାତ୍ ଆସି, ତୁ ଯିବୁ କିରେ? ନା ନା ଆଜି ନୁହେଁ। ହଁ ଆଜି ମୁଁ ଅପେକ୍ଷା କରିଥିବି। ସନ୍ନ୍ୟାସୀକୁ କହିଦେବି ସେ ଭିତରେ ନେଇ ତୋତେ ବସାଇଦେବ। ଉମି ଗଲା। ଆଉ ସେହି ସନ୍ଧ୍ୟାରେ ବିସ୍ମୟ ବିହଳ ଦୃଷ୍ଟି ନେଇ ତା'ର ବନ୍ଧୁକୁ ନୂତନ ରୂପେ ଆବିଷ୍କାର କଲା ବହୁ ଉଚ୍ଚରେ। ଝୁଲନ୍ତ ରେଲିଂର ଦୋଳିରେ ଜୀବନପଣ କସରତ ସବୁ ଦେଖାଇ ଚାଲିଥିଲା ପଲ୍ଟୁ। ସେଇ ବିପଜ୍ଜନକ ଦୃଶ୍ୟ ଦେଖିଲା ବେଳେ ଉମିର ନିଶ୍ୱାସ ବନ୍ଦ ହୋଇ ଆସୁଥାଏ। ଏତେ ଉଚ୍ଚରେ ଯେଉଁ ପଲ୍ଟୁ, ସେ ପୁଣି ଏଇ କେଇ ମୁହୂର୍ତ୍ତରେ ତଳେ ଥିଲା ତା'ର ଏତେ ନିକଟରେ। ସର୍କସ୍ ସମାପ୍ତ ହେଲା। ପଲ୍ଟୁ ସମ୍ପର୍କରେ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା ନେଇ ହତବାକ୍ ଉମି ଘରକୁ ଲେଉଟି ଆସିଲା ରାତି ପ୍ରହରକ ପରେ। ତହିଁ ପରଦିନ 2 ପହରେ ସେଇ ଜଟାଧାରୀ ପିଜୁଳି ଗଛ ତଳେ ପୁଣି ପଲ୍ଟୁ ଆସି ଉପସ୍ଥିତ ହେଲା। ଉମି ତା ମୁହଁକୁ ବଲବଲ କରି ଅନେଇ ରହିଥାଏ କେବଳ। ବିସ୍ମୟ ପ୍ରକାଶ କରିବାକୁ ଭାଷା ନ ପାଇ ଅବଶେଷରେ ସେ ହସିଦେଲା। ପ୍ରାୟ ପ୍ରତ୍ୟେକ ସନ୍ଧ୍ୟାରେ ଉମି ଯାଇ ଫାଟକ ପାଖରେ ଛିଡ଼ା ହୁଏ। ଆଉ ବୁଢ଼ା ସନ୍ନ୍ୟାସୀ ତାକୁ ଭିତରକୁ ଛାଡ଼ିଦିଏ। ସମାନ ଆଗ୍ରହ ନେଇ ଉମି ଦୃଶ୍ୟ ପରେ ଦୃଶ୍ୟ ପିଇଯାଏ। କଳା ଆଉ ଧଳା ଘୋଡ଼ାର ଦୌଡ଼, ସାହେବୀ ପୋଷାକରେ ପାତି ମାଙ୍କଡ଼ର ତାମସା, ବୟସର କିମ୍ଭୂତ ହାସ୍ୟକର ଭଙ୍ଗୀର ନିର୍ବିକାର ପୁନରାବୃତ୍ତି। ମଝିରେ ଯେତେବେଳେ ମାଷ୍ଟର ପଲ୍ଟୁ ଶୂନ୍ୟରେ ବିରାଟ ତମ୍ବୁର ଏକ ପ୍ରାନ୍ତରୁ ଦୋଳିରେ ପହଁରି ଯାଇ ଅନ୍ୟ ପ୍ରାନ୍ତର ଦୋଳି ଧରେ, ସେତେବେଳେ ବିମୁଗ୍ଧ ଦର୍ଶକ ମଣ୍ଡଳୀର ଗୋଟାଏ କୋଣରେ ଆଚମ୍ବିତ
ଉମିର ଛାତି ଭିତରଟା ସାଇଁ ସାଇଁ କରେ। ତାର ଛୋଟ ଓଠ ଦୁଇଟିରେ ଅସ୍ପଷ୍ଟ ମଧୁସୂଦନ ନାମ ସହଳ ସହଳ ଉଚ୍ଚାରିତ ହୋଇଯାଏ।